ଆଉ ଗୋଟେ ମଜା କଥା ଖାଲି ତାଙ୍କୁ ଦୋଷ ଦେଲେ ହବ ନାହିଁ ଅବଶ୍ୟ ସେଟା ଟିକେ କଣ୍ଟ୍ରୋଭର୍ସି ହେଇଯିବ ସେଟା ଦର୍ଶକଙ୍କ ଉପରେ ବିବେକ ଉପରେ ମୁଁ ଛାଡ଼ି ଦେଉଛି ଇସ୍କନ ଯାଇଛନ୍ତି ଆପଣ ଯାଇଛୁ ଯିବେ ସେଠି ଗୋଟେ ବହି ବାହାରେ ଶ୍ରୀମଦ୍ ଭଗବତ ଗୀତା ଆଜ୍ ଇଟ୍ ଇଜ୍ ଅବଶ୍ୟ ବହୁତ ଇସ୍କନ ଅନୁଗାମୀ ମାନେ ମତେ ବି ଦେଖୁଥିବେ ଆପଣଙ୍କୁ ଦେଖୁଥିବେ ରାଗି ପାରନ୍ତି କିଛି ଅସୁବିଧା ନାହିଁ ଶ୍ରୀମଦ୍ ଭଗବତ ଗୀତାକୁ ନେବେ ଏବଂ ଇସ୍କନର ଭଗବତ ଗୀତାକୁ ନେବେ ଦିଟାଙ୍କ ଟାଲି କରିବେ ଆପଣ କିଛି କିଛି ଜାଗାରେ ଦେଖିବାକୁ ପାଇବେ ମିସମ୍ୟାଚ୍ ହେଇଯାଇଛି ଅଭୟ ଚରଣ ଦେ ଯିଏ ହେଲେ ଆପଣଙ୍କର ଶ୍ରୀଲ ପ୍ରଭୁପାଦ 1952-53 ମସିହା କିମ୍ବା 54 ମସିହାରେ ପାଣି ଜାହାଜରେ ସିଏ ନ୍ୟୁୟର୍କ ସିଟି ପଳେଇଲେ କ'ଣ ପାଇଁ ପଳେଇଲେ ନା ସିଏ ଗୌଡ଼ୀୟ ଯୋଉ ସାମ୍ରାଜ୍ୟ ଥିଲା ଶ୍ରୀ ଚୈତନ୍ୟଙ୍କ ପରେ ସେତେବେଳେ ମୁସଲମାନମାନଙ୍କ ଆଟାକ୍ ଥିଲା ଏବଂ ସିଏ ଇଏ କରୁଥିଲେ ସେ ସମୟରେ ଶ୍ରୀ ଚୈତନ୍ୟ ପୁରୀ ଆସିକି ଗଲେ ତାପରେ ସେ ଦେଖିଲେ ଯେ ଆମେ ଧର୍ମଟାକୁ ପ୍ରଚାର ପ୍ରସାର କରିବା କହିକି ଆମେରିକା ଗଲେ ଆମେରିକାରେ ଗୋରା ଲୋକମାନେ ନିଗ୍ରୋମାନଙ୍କୁ ବହୁତ ଯନ୍ତ୍ରଣା ଦେଉଥିଲେ ବହୁତ କଷ୍ଟ ବହୁତ ସମୟ ଖଟଉଥିଲେ ସେଉଠୁ ନାଚ ଆରମ୍ଭ ହେଲା ହିପ୍ ହପ୍ ଜାଜ୍ ରକ୍ କଣ୍ଟେମ୍ପରାରୀ ଫ୍ରି ଷ୍ଟାଇଲ ମୁଣ୍ଡ ଉପରେ ବୁଲିବା ହାତରେ ବୁଲିବା ଏଇସବୁ ନାଚ ଗୁଡ଼ାକ ସେଉଠୁ ହିଁ ଉତ୍ପତ୍ତି ହେଲା ଯେତେବେଳେ ଅଭୟଚରଣ ଦେ ସେଇ ସମୟରେ ଗଲେ ଆମେରିକା ସେ କେବଳ ଗୋଟିଏ ମୃଦଙ୍ଗ ଗୋଟିଏ ଗିନି ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଏ ମହାମନ୍ତ୍ରକୁ ଯେତେବେଳେ ଜପ କଲେ ସେ ସମୟରେ କିଛି ଲୋକ ବସିଲେ ଆଉ କିଛି ଲୋକ ବସିଲେ ଭଲ ଲାଗିଲା କିଛି ସ୍ପିରିଚୁଆଲ ନଲେଜ ସେ ପାଇଲେ ଅବଶ୍ୟ ଅଭୟଚରଣ ଦେ ଯେତେବେଳେ ଶ୍ରୀଲ ପ୍ରଭୁପାଦ ଯେତେବେଳେ ଇସ୍କନଟା ଯେତେବେଳେ ତିଆରି ହେଲା ଆମେରିକାରେ ହିଁ ତିଆରି ହେଲା